ତୁମେ କେବେ ଭାବିଛ କି ତୁମ ଜୀବନରେ ସବୁ କିଛି ଥାଇ ବି ତୁମ ମନ ଖାଲି କାହିଁକି? କିଛି ଲୋକଙ୍କ ଜୀବନରେ ନ ଚାହିଁଲେ ବି ଅନେକ ସୁଯୋଗ ଆସିଥାଏ। ଆଉ କିଛି ଲୋକଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା କାହିଁକି? ଏହାର କାରଣ ଚେଷ୍ଟାର ଅଭାବ ନୁହେଁ କି ଭାଗ୍ୟ ମଧ୍ୟ ନୁହେଁ। ଏହାର କାରଣ ହେଉଛି କୃତଜ୍ଞତା ବା ଗ୍ରାଟିଟ୍ୟୁଡ୍। ଆଜିର ଭିଡ଼ିଓରେ ମୁଁ ଏମିତି ଏକ ରହସ୍ୟ କହିବି ଯାହା ରଣ୍ଡାବନ ତାଙ୍କର ପୁସ୍ତକ ଦି ମ୍ୟାଜିକ୍ରେ ଲେଖିଛନ୍ତି। ଯଦି ଭିଡ଼ିଓଟିକୁ ପୁରା ଦେଖିଦିଅନ୍ତି ତାହେଲେ ଜୀବନରେ ଚମତ୍କାର ହେବା ଆରମ୍ଭ ହେବ। ରଣ୍ଡାବନଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଥିରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ। ତାଙ୍କ ପାଖରେ ନା ଥିଲା ଧନ, ନା ଥିଲା ମନ, ନା ଥିଲା କୌଣସି ସମ୍ପର୍କ। ସବୁକିଛି ଭାଙ୍ଗି ଚୁରମାର ହୋଇଯାଇଥିଲା। ସେ ନିଜକୁ ନିଜେ ପ୍ରଶ୍ନ ପଚାରିଥିଲେ, ମୋ ଜୀବନରେ ଏମିତି କାହିଁକି? ତାପରେ ତାଙ୍କ ହାତରେ ଲାଗିଥିଲା ଏକ ପୁରୁଣା ବହି ଯେଉଁଥିରେ ଲେଖାଥିଲା, ହ୍ୱାଟ୍ ୟୁ ଆର୍ ଥ୍ୟାଙ୍କଫୁଲ୍ ଫର୍ ୟୁ ୱିଲ୍ ରିସିଭ୍ ମୋର୍। ଅର୍ଥାତ୍ ଯେଉଁ ଜିନିଷ ପାଇଁ ତୁମେ କୃତଜ୍ଞ ସେ ଜିନିଷ ଜୀବନରେ ବଢ଼ିବା ଆରମ୍ଭ ହୋଇଥାଏ। ତାପରେ ତାଙ୍କ ଜୀବନ ବଦଳିଗଲା। ସେ ଲେଖିଲେ ଦି ସିକ୍ରେଟ୍ ଏବଂ ଦି ମ୍ୟାଜିକ୍ ତାଙ୍କ ଅନୁଭବରୁ। ଆଉ ସେ ହୋଇଗଲେ କୋଟିପତି। ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ରିସର୍ଚ୍ଚ କହେ, ଯେଉଁ ଲୋକମାନେ ପ୍ରତିଦିନ କୃତଜ୍ଞତା ଲେଖନ୍ତି ସେମାନେ ଅନ୍ୟମାନଙ୍କଠାରୁ 25% ଅଧିକ ଖୁସି। ସେମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ଅନ୍ୟମାନଙ୍କଠାରୁ ଭଲ। ସେମାନେ ଅଧିକ ଟଙ୍କା ଆକର୍ଷଣ କରନ୍ତି। ସେମାନଙ୍କ ବ୍ରେନ୍ ଅଧିକ ପାୱାରଫୁଲ୍। କାହିଁକି? କାରଣ କୃତଜ୍ଞତା ଦେଲେ ବ୍ରେନ୍ ଡୋପାମାଇନ୍ ଆଉ ସେରୋଟୋନିନ୍ ରିଲିଜ୍ କରେ, ଯାହାକୁ କୁହାଯାଏ ହାପିନେସ୍ କେମିକାଲ। ଏହି ହାପିନେସ୍ କେମିକାଲ ଜୀବନରେ ଭାଇବ୍ରେସନକୁ ବଢ଼ାଇଥାଏ। ପଜିଟିଭ୍ ପିପୁଲ୍, ମନି, ଅପରଚ୍ୟୁନିଟି ଆଣିଦେଇଥାଏ। ଏବେ ମନ ଦେଇ ଶୁଣ। ଆଜି ମୁଁ ତୁମକୁ ଦି ମ୍ୟାଜିକ୍ ଡେ 1ର ପ୍ରାକ୍ଟିସ୍ ଦେଉଛି। ଏକ ଡାଏରୀ ନେଇ ସେଥିରେ ଲେଖିବା ଆରମ୍ଭ କର। ପ୍ରତିଦିନ ସକାଳେ ଉଠୁ ଉଠୁ ପ୍ରଥମ କାମ ହେଲା ଏମିତି 10ଟି ଜିନିଷ ଲେଖ ଯେଉଁଥିପାଇଁ ତୁମେ କୃତଜ୍ଞ ଅଟ। ସେ ହେଇପାରେ ତୁମ ଜୀବନ, ତୁମ ଘର, ତୁମ ପରିବାର, ତୁମ ଶରୀର, ତୁମ ଆଖି, ତୁମ ଖାଦ୍ୟ, ତୁମ ଶିକ୍ଷା, ତୁମ ମୋବାଇଲ ଅର ଇଣ୍ଟରନେଟ୍, ତୁମର ସ୍ୱାସ୍ଥ୍ୟ। ଆଉ ଶେଷରେ ଲେଖ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଏମିତି କୃତଜ୍ଞତା କଲେ ଦେଖିବେ ଅଳ୍ପ ଦିନ ଭିତରେ ଆପଣଙ୍କ ଜୀବନରେ ଚମତ୍କାର ପରିଣାମ ଦେଖାଯିବ। ଧନ, ସ୍ୱାସ୍ଥ୍ୟ, ସମ୍ପର୍କ, ଭାଗ୍ୟ ସବୁ ଧୀରେ ଧୀରେ ବଦଳାଇବାକୁ ଲାଗିବ। କିନ୍ତୁ ବିଡ଼ମ୍ବନାର କଥା, ଅଧିକାଂଶ ଲୋକ ଏହାକୁ ଛୋଟ କଥା ଭାବି ଅଣଦେଖା କରିଥାନ୍ତି। ଆଜିର ଏହି ଭିଡ଼ିଓରେ ମୁଁ ଶିଖାଇବି କୃତଜ୍ଞତା କେମିତି ଆପଣଙ୍କ ଜୀବନକୁ ପୁରାପୁରି ବଦଳାଇ ଦିଏ ଏବଂ ଏହାର ଫଳ କେତେ ପାୱାରଫୁଲ୍। କୃତଜ୍ଞତାର ଅର୍ଥ ହେଉଛି ଆପଣଙ୍କ ପାଖରେ ଥିବା ସମସ୍ତ ଜିନିଷ ପାଇଁ ହୃଦୟରୁ ଧନ୍ୟବାଦ ଦେବା। ଆଜି ଦେଖନ୍ତୁ, ଆପଣଙ୍କ ପାଖରେ ଯାହା ନାହିଁ ସେଥିପାଇଁ ଆପଣ ଦୁଃଖ ପ୍ରକାଶ କରୁଛନ୍ତି, କିନ୍ତୁ ଯାହା ଅଛି ସେଥିପାଇଁ ଧନ୍ୟବାଦ କରୁଛନ୍ତି କି? ଆପଣଙ୍କ ପାଖରେ ହୁଏତ ଭଲ ଗାଡ଼ି ନାହିଁ, କିନ୍ତୁ ଚାଲିବା ପାଇଁ 2ଟି ପାଦ ଅଛି। ଆପଣଙ୍କ ପାଖରେ ମୋବାଇଲ ନଥାଇପାରେ, କିନ୍ତୁ ଜୀବନ ତ ଅଛି ନା। କୃତଜ୍ଞତା କହିବା ଅର୍ଥ ହେଉଛି ଯାହା ଅଛି ତାର ମୂଲ୍ୟ ଦେବା। ଯେଉଁ ଲୋକମାନେ ନିୟମିତ ଗ୍ରାଟିଟ୍ୟୁଡ୍ ଲେଖନ୍ତି ସେମାନେ ଅଧିକ ସୁଖୀ ହୋଇଥାନ୍ତି। ତାଙ୍କ ମାନସିକ ଚାପ କମ୍ ହୋଇଥାଏ। ସେମାନଙ୍କ ସ୍ୱାସ୍ଥ୍ୟ ଉନ୍ନତ ହୁଏ। ସେମାନଙ୍କର ନିଦ ଭଲ ହୋଇଥାଏ। ଯଦି ଆପଣଙ୍କ ପାଖରେ ଯାହା ଅଛି ସେଥିପାଇଁ ଯଦି କୃତଜ୍ଞ ରହିଲେ ତାହେଲେ ଯାହା ନାହିଁ ତାହା ମଧ୍ୟ ଆସିବା ଆରମ୍ଭ କରିଦେବ। ସକାଳୁ ଉଠି କୁହନ୍ତୁ,
ଆଜି ମୁଁ ଜୀବିତ ଅଛି ସେଥିପାଇଁ ଧନ୍ୟବାଦ। ଆକାଶକୁ ମୁଁ ଦେଖିପାରୁଛି ସେଥିପାଇଁ ଧନ୍ୟବାଦ। ମୋ ହାତ ଗୋଡ଼ ଚାଲୁଛି ସେଥିପାଇଁ ଧନ୍ୟବାଦ। ମୋ ପରିବାର ପାଇଁ ଧନ୍ୟବାଦ। ମୋ ଜୀବନ ପାଇଁ ଧନ୍ୟବାଦ। 21 ଦିନ ଏପରି କରି ଦେଖନ୍ତୁ, ନିଶ୍ଚିତ ରୂପେ କିଛି ନା କିଛି ବଦଳିବା ଆରମ୍ଭ ହେବ।